ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା 10 ଦିନିଆ ଅସ୍ତ୍ରବିରତିର ସମୟ ସୀମା ଶେଷ ହେବାକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଟ୍ରମ୍ପଙ୍କର ସ୍ପଷ୍ଟ ଚେତାବନୀ, ଯଦି ଆଲୋଚନାରୁ କିଛି ନିଷ୍କର୍ଷ ନ ବାହାରେ ତେବେ ବୋମା ବର୍ଷା ଆରମ୍ଭ ହେବ। ଅନ୍ୟପଟେ ଇରାନ ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନର ଇସଲାମାବାଦଠାରେ ଏକାଠି ହୋଇଛନ୍ତି ଦୁଇ ଦେଶର ବଡ଼ ବଡ଼ କୂଟନୀତିଜ୍ଞ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଲାଷ୍ଟ ଡିଚ୍ ବା ଶେଷ ପର୍ଯ୍ୟାୟରେ ଆଲୋଚନା କ'ଣ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧରୁ ରକ୍ଷା କରିପାରିବ? ରାଷ୍ଟ୍ରପତି ଟ୍ରମ୍ପ ସବୁବେଳେ ନିଜର ଆମେରିକା ଫାଷ୍ଟ ନୀତି ଏବଂ ରୋକଠୋକ ନିଷ୍ପତ୍ତି ପାଇଁ ଜଣାଶୁଣା। ଏଥର ମଧ୍ୟ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଇରାନ ଯଦି ନିଜର ପରମାଣୁ କାର୍ଯ୍ୟକ୍ରମ ଏବଂ ପ୍ରକ୍ସି ୱାର୍ ବନ୍ଦ ନ କରେ ତେବେ ଆମେରିକା ଏପରି ଆକ୍ରମଣ କରିବ ଯାହା ପୂର୍ବରୁ କେବେ ଦେଖାଯାଇନଥିବ। ଲଟ୍ସ ଅଫ୍ ବମ୍ବସ୍ ଷ୍ଟାର୍ଟ ଗୋଇଂ ଅଫ୍, ଏହି ଗୋଟିଏ ବାକ୍ୟ ସାରା ବିଶ୍ୱର ସେୟାର ବଜାରକୁ ଦୋହଲାଇ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ଅନୁରୋଧ କ୍ରମେ ଟ୍ରମ୍ପ ଯୁଦ୍ଧବିରତି ବା ସିଜ୍ ଫାୟାର ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ ଏହି ଶାନ୍ତି କେତେ ଦିନ ପାଇଁ? ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆକ୍ରମଣ ସିନା ରହିଛି, କିନ୍ତୁ ସାମୁଦ୍ରିକ ଅବରୋଧ ବା ନାଭାଲ ବ୍ଲକେଡ୍ ଜାରି ରହିବ। ପାକିସ୍ତାନର ନେତୃତ୍ୱ ଏହି ମଧ୍ୟସ୍ଥତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଇସଲାମାବାଦ ଚାହୁଁନାହିଁ ଯେ ତାର ପଡ଼ୋଶୀ ଦେଶରେ ଯୁଦ୍ଧ ହେଉ, କାରଣ ଏହାଦ୍ୱାରା ଶରଣାର୍ଥୀ ସମସ୍ୟା ଓ ଆର୍ଥିକ ଅସ୍ଥିରତା ବଢ଼ିବ। ଟ୍ରମ୍ପ ଏହି ଅନୁରୋଧକୁ ରଖିଛନ୍ତି ସତ, କିନ୍ତୁ ସେ ଜଣେ ଚତୁର ବ୍ୟବସାୟୀ। ସେ ବିନା କୌଣସି ଫାଇଦାରେ ଯୁଦ୍ଧ ବନ୍ଦ କରିବେ ନାହିଁ। ତେଣୁ ସେ ୟୁନିଫାଇଡ୍ ପ୍ରପୋଜାଲ ବା ଏକ ମିଳିତ ପ୍ରସ୍ତାବ ଦାବି କରିଛନ୍ତି। ଯୁଦ୍ଧବିରତିର ଅର୍ଥ ନୁହେଁ ଯେ ସବୁକିଛି ସ୍ୱାଭାବିକ ହୋଇଯାଇଛି। ଟ୍ରମ୍ପଙ୍କର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଇରାନର ବନ୍ଦରଗୁଡ଼ିକୁ ଘେରି ରହିବା। ଇରାନ ରପ୍ତାନିର 80% ତୈଳ ଉପରେ ନିର୍ଭର କରେ। ଯଦି ଜାହାଜ ଚଳାଚଳ ବନ୍ଦ ରହେ ତେବେ ଇରାନର ରାଜକୋଷ ଖାଲି ହୋଇଯିବ। ଆମେରିକା ବିନା ଗୁଳି ଚଳାଇ ଇରାନକୁ ଆଣ୍ଠେଇବାକୁ ଚାହୁଁଛି। ଏହି ଅବରୋଧ ଦ୍ୱାରା ଇରାନ ଭିତରେ ଜନ ଅସନ୍ତୋଷ ବଢ଼ିପାରେ। ଟ୍ରମ୍ପଙ୍କର ଏହି ପଦକ୍ଷେପ କେବଳ ସମୟ କାଟିବାର ଏକ ରଣନୀତି କିମ୍ବା ପ୍ରକୃତରେ ଶାନ୍ତିର ଏକ ମାର୍ଗ, ତାହା ସମୟ ହିଁ କହିବ। ପାକିସ୍ତାନର ମଧ୍ୟସ୍ଥତା ଏକ ନୂଆ ମୋଡ଼ ନେଇଛି, କିନ୍ତୁ ଇରାନର ୟୁନିଫାଇଡ୍ ପ୍ରପୋଜାଲ ଉପରେ ସବୁକିଛି ନିର୍ଭର କରେ। ବିଶ୍ୱବାସୀ ଚାହିଁଛନ୍ତି ଶାନ୍ତି, କାରଣ ଆଉ ଏକ ଯୁଦ୍ଧ କେବଳ ଧ୍ୱଂସ ହିଁ ଆଣିବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ବା IEAର ସଦ୍ୟତମ ରିପୋର୍ଟ ଅନୁସାରେ ବର୍ତ୍ତମାନର ସଂଘର୍ଷ ଇତିହାସର ସବୁଠାରୁ ବଡ଼ ଶକ୍ତି ସଙ୍କଟ ବା ବିଗେଷ୍ଟ ଏନର୍ଜି କ୍ରାଇସିସ୍ ଇନ୍ ହିଷ୍ଟ୍ରି। ମାତ୍ର କିଛି ମାସ ମଧ୍ୟରେ ତେଲ ଦରରେ 35% ବୃଦ୍ଧି ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ସମ୍ପୂର୍ଣ୍ଣ ବନ୍ଦ ହେବା କେବଳ ଏକ ଆଞ୍ଚଳିକ ସମସ୍ୟା ନୁହେଁ, ବରଂ ଏହା ବିଶ୍ୱ ଅର୍ଥନୀତି ପାଇଁ ଏକ ମୃତ୍ୟୁ ଘଣ୍ଟି। ଜୁଲାଇ ମାସ ପରଠାରୁ ଇନ୍ଧନ ଦରରେ 35% ବୃଦ୍ଧି ଘଟିଛି। ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ରୋଷେଇ ଘର ଉପରେ ପଡ଼ୁଛି। ଟ୍ରକ୍ ଏବଂ ଜାହାଜ ଭଡ଼ା ବଢ଼ିବା କାରଣରୁ ପନିପରିବାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି। କାରଖାନାଗୁଡ଼ିକରେ ବ୍ୟବହୃତ ହେଉଥିବା ଶକ୍ତିର ଦର ବଢ଼ିବାରୁ ଶିଳ୍ପାୟନ ମନ୍ଥର ହୋଇଛି। ବିଶ୍ୱର ପ୍ରତିଟି କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ଚିନ୍ତାରେ। ସୁଧ ଦର ବଢ଼ୁଛି, କିନ୍ତୁ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। 1973 ମସିହାରେ ଆରବ ଦେଶଗୁଡ଼ିକ ତେଲ ରପ୍ତାନି ବନ୍ଦ କରିଦେଇଥିଲେ। ସେତେବେଳେ ମଧ୍ୟ ଶକ୍ତି ସଙ୍କଟ ଦେଖାଦେଇଥିଲା। କିନ୍ତୁ ଆଜିର ସ୍ଥିତି ଅଧିକ ଭୟଙ୍କର। କାହିଁକି? ଆଜିର ବିଶ୍ୱ ଡିଜିଟାଲ ଡାଟା ସେଣ୍ଟର ଠାରୁ ଇଲେକ୍ଟ୍ରିକ୍ ଗାଡ଼ି ପର୍ଯ୍ୟନ୍ତ ସବୁଥିରେ ଅତ୍ୟଧିକ ଶକ୍ତି ଆବଶ୍ୟକ। ଆଜି କୌଣସି ଦେଶ ଏକୁଟିଆ ନାହିଁ। ଜାପାନରେ ଶକ୍ତି ସଙ୍କଟ ହେଲେ ତା'ର ପ୍ରଭାବ ଆମେରିକାରେ ପଡ଼ୁଛି। ଭାରତ ନିଜର ଆବଶ୍ୟକତାର 85% ଅଶୋଧିତ ତୈଳ ଆମଦାନୀ କରିଥାଏ। ଯେତିକି ଅଧିକ ଡଲାର ଆମକୁ ତେଲ ପାଇଁ ଦେବାକୁ ପଡ଼ିବ, ଟଙ୍କାର ମୂଲ୍ୟ ସେତିକି ହ୍ରାସ ପାଇବ। ଭାରତ ପାଖରେ ମାତ୍ର କିଛି ଦିନର ତେଲ ସଂରକ୍ଷିତ ଅଛି। ଯଦି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଅଧିକ ଦିନ ବନ୍ଦ ରହେ ତେବେ ଭାରତରେ ପାୱାର କଟ୍ ଏବଂ ଇନ୍ଧନର ରେସନିଂ ଆରମ୍ଭ ହୋଇଯିବ। ଏହି ସଙ୍କଟ ଆମକୁ କ'ଣ ଶିଖାଉଛି? ସୌର ଏବଂ ପବନ ଶକ୍ତି ଉପରେ ନିର୍ଭରଶୀଳତା ବଢ଼ାଇବାକୁ ହେବ। ତେଲ ପରିବହନ ପାଇଁ କେବଳ ସମୁଦ୍ରପଥ ନୁହେଁ, ପାଇପଲାଇନ୍ ଜାଲ ତିଆରି କରିବାକୁ ପଡ଼ିବ। ଯୁଦ୍ଧ କେବେ ସମାଧାନ ନୁହେଁ। ଆମେରିକା, ଇରାନ ଏବଂ ଆରବ ଦେଶଗୁଡ଼ିକ ଶାନ୍ତି ଆଲୋଚନାକୁ ଫେରି ଆସିବାକୁ ହେବ। ସୁରକ୍ଷା ପରିଷଦ ଏବଂ ମିଳିତ ଜାତିସଂଘର ସାମୁଦ୍ରିକ ସଂସ୍ଥା IMOର ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। 2000 ଜାହାଜ ଏବଂ ପ୍ରାୟ 20,000 ନାବିକ ବର୍ତ୍ତମାନ ଏହି ଯୁଦ୍ଧ କ୍ଷେତ୍ରରେ ବନ୍ଦୀ। ବିଶ୍ୱ ବାଣିଜ୍ୟ ରକ୍ତବାହିନୀ ନଳୀ କୁହାଯାଉଥିବା ଏହି ମାର୍ଗ ଏବେ ସ୍ତବ୍ଧ। ଜାତିସଂଘର ସାମୁଦ୍ରିକ ସଂସ୍ଥା IMO ବିଶ୍ୱ ସମୁଦାୟକୁ ସାହାଯ୍ୟ ପାଇଁ ନିବେଦନ କରିଛି। କିନ୍ତୁ କାହିଁକି? ଜାହାଜଗୁଡ଼ିକରେ ସୀମିତ ପରିମାଣର ଖାଦ୍ୟ ଏବଂ ପାନୀୟ ଜଳ ଥାଏ। ସପ୍ତାହ ସପ୍ତାହ ଧରି ସମୁଦ୍ର ମଝିରେ ଅଟକି ରହିବା ଯୋଗୁଁ ନାବିକମାନେ ଏବେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଚାରିପଟେ ଘୁରି ବୁଲୁଥିବା ଯୁଦ୍ଧ ବିମାନ ଏବଂ ମିସାଇଲ୍ ଆକ୍ରମଣର ଭୟ ନାବିକମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଲାଣି। ଅନେକ ଜାହାଜରେ ଶ୍ରମିକମାନେ ଅସୁସ୍ଥ ହେଲେଣି, କିନ୍ତୁ ଅବରୋଧ କାରଣରୁ ସେମାନଙ୍କ ପାଖରେ ଔଷଧ ପହଞ୍ଚିବା ଅସମ୍ଭବ। ଏହି ଅବରୋଧ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। କିଛି ଜାହାଜ, ଯାହାକୁ ଆମେ ଶ୍ୟାଡୋ ଭେସେଲ୍ସ ବା ରହସ୍ୟମୟ ଜାହାଜ ବୋଲି କହୁଛୁ, ସେମାନେ ଏହି ଅବରୋଧକୁ ଚୋରାରେ ପାର କରିବାରେ ସଫଳ ହେଉଛନ୍ତି।
ଏହି ଜାହାଜଗୁଡ଼ିକ ନିଜର AIS ବା ଅଟୋମେଟିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍ ବନ୍ଦ କରି ରଖୁଛନ୍ତି, ଯାହାଫଳରେ ସାମରିକ ରାଡାର ସେମାନଙ୍କୁ ଧରିପାରୁନାହିଁ। କିନ୍ତୁ ଏହା ଅତି ବିପଜ୍ଜନକ। ଯଦି ଗୋଟିଏ ବି ଜାହାଜ ଭୁଲବଶତଃ କୌଣସି ସାମରିକ କ୍ଷେତ୍ରକୁ ଚାଲିଯାଏ, ତେବେ ଏହା ଏକ ବଡ଼ ବିସ୍ଫୋରଣର କାରଣ ହୋଇପାରେ। ମୁଖ୍ୟ ବ୍ୟବସାୟିକ ଜାହାଜଗୁଡ଼ିକ ଏବେ ମଧ୍ୟ ପକ୍ଷାଘାତ ଅବସ୍ଥାରେ ଅଛନ୍ତି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଅଟକିବା ମାନେ ବିଶ୍ୱର ଚକ ଅଟକିବା। ଚୀନ ଏବଂ ତାଇୱାନରୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଚିପ୍ ଏବଂ ପାର୍ଟସ୍ ଅଟକି ରହିଛି। ଆପଣଙ୍କର ମୋବାଇଲ ଠାରୁ ଆରମ୍ଭ କରି କାର୍ ପର୍ଯ୍ୟନ୍ତ ଏଥିରେ ସବୁ ଅଭାବ ଦେଖାଦେଲାଣି। ୟୁରୋପ ଏବଂ ଏସିଆ ମଧ୍ୟରେ ଯାଉଥିବା ଶହ ଶହ ଟନ୍ ଖାଦ୍ୟ ସାମଗ୍ରୀ ଜାହାଜ ଭିତରେ ପଚିବାକୁ ବସିଲାଣି। ଅନଲାଇନ୍ ଅର୍ଡର କରିଥିବା ଜିନିଷ ଆସିବାରେ ମାସ ମାସ ସମୟ ଲାଗିବ। ଜଷ୍ଟ ଇନ୍ ଟାଇମ୍ ଡେଲିଭରି ମଡେଲ ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଯାଇଛି। ଏହି 20,000 ନାବିକଙ୍କର ମଧ୍ୟରୁ ପ୍ରାୟ 15ରୁ 20% ଭାରତୀୟ। ସେମାନଙ୍କର ପରିବାର ଏବେ ଚିନ୍ତାରେ ଦିନ କାଟୁଛନ୍ତି। ଭାରତ ସରକାର କୂଟନୈତିକ ସ୍ତରରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଭାରତର ଚାଉଳ ଏବଂ ମସଲା ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ। ବ୍ୟବସାୟୀମାନେ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି। କିଛି ଦେଶ ନିଜର ଯୁଦ୍ଧ ଜାହାଜ ପଠାଇ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା ଏକ ଅଧିକ ଉତ୍ତେଜନା ସୃଷ୍ଟି କରିପାରେ। ରୁଷିଆର ଉତ୍ତର ସାମୁଦ୍ରିକ ମାର୍ଗ ନର୍ଦର୍ନ ସି ରୋଟ୍ ଉପରେ ଆଲୋଚନା ହେଉଛି, କିନ୍ତୁ ତାହା ଏବେ ସମ୍ଭବ ନୁହେଁ। IMO ଚାହୁଁଛି ଯେ ଉଭୟ ପକ୍ଷ ଆମେରିକା ଓ ଇରାନ ଅନ୍ତତଃ ଏକ ହ୍ୟୁମାନିଟେରିଆନ୍ କରିଡର ବା ମାନବୀୟ ସହାୟତା ପାଇଁ ସ୍ୱତନ୍ତ୍ର ପଥ ଛାଡ଼ନ୍ତୁ। ଆମେ କେବଳ ଟଙ୍କା ଏବଂ ତେଲ ବିଷୟରେ କଥା ହେଉଛେ, କିନ୍ତୁ ସେହି 20,000 ମଣିଷଙ୍କର କଥା ଭୁଲି ଯାଉଛେ, ଯେଉଁମାନେ ଆଜି ଏହି ଅବରୋଧ ମଧ୍ୟରେ ଅସହାୟ। ଯଦି ଶୀଘ୍ର ଏହାର ସମାଧାନ ନ ହୁଏ, ତେବେ ଏହି ବ୍ଲକେଡ୍ କେବଳ ଅର୍ଥନୈତିକ ନୁହେଁ, ବରଂ ହଜାର ହଜାର ଜୀବନକୁ ମଧ୍ୟ ଶେଷ କରିଦେଇପାରେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ୱାଶିଂଟନ୍ ଡିସିରୁ ଏହି ମୁହୂର୍ତ୍ତରେ ସବୁଠାରୁ ବଡ଼ ଖବର। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରଶାସନର ଏକ ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି। ସମସ୍ତଙ୍କୁ ଚକିତ କରି ଆଟର୍ଣ୍ଣି ଜେନେରାଲ ପାମ୍ ବୋଣ୍ଡିଙ୍କୁ ପଦରୁ ହଟାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଶ୍ରମ ସଚିବ ଲୋରି ଚାଭେଜ ଡିରେମର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାହିଁକି ଟ୍ରମ୍ପ ନିଜର ସବୁଠାରୁ ବିଶ୍ୱସ୍ତ ସହଯୋଗୀଙ୍କୁ ହଟାଇଲେ? ପାମ୍ ବେଣ୍ଡି, ଯିଏକି ଟ୍ରମ୍ପଙ୍କର ଜଣେ କଟ୍ଟର ସମର୍ଥକ ଭାବରେ ଜଣାଶୁଣା, ତାଙ୍କୁ ହଠାତ୍ ବିଦା କରିବା ପଛରେ ଅନେକ କାରଣ ଥାଇପାରେ। ଗୁଜବ ଶୁଣାଯାଉଛି ଯେ ନ୍ୟାୟ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ନେଇ ଟ୍ରମ୍ପ ଏବଂ ବୋଣ୍ଡିଙ୍କର ମଧ୍ୟରେ ମତଭେଦ ଦେଖାଦେଇଥିଲା। ଟ୍ରମ୍ପ ବୋଧହୁଏ ଏମିତି ଜଣେ ବ୍ୟକ୍ତିଙ୍କୁ ଚାହୁଁଥିଲେ, ଯିଏ ଅଧିକ ଆକ୍ରମଣାତ୍ମକ ଭାବରେ ତାଙ୍କର ଏଜେଣ୍ଡାକୁ ଆଗକୁ ନେଇପାରିବ। ଆମେରିକାରେ ଚାଲିଥିବା ବିଭିନ୍ନ ଆଇନଗତ ଲଢ଼େଇ ମଧ୍ୟ ଏହି ପରିବର୍ତ୍ତନରେ ଅତି ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପ ବୋଣ୍ଡିଙ୍କ ସ୍ଥାନରେ ଟଡ୍ ବ୍ଲାଞ୍ଚଙ୍କୁ ଆକ୍ଟିଂ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତି ଦେଇଛନ୍ତି। ମନେ ରଖନ୍ତୁ, ଟଡ୍ ବ୍ଲାଞ୍ଚ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଟ୍ରମ୍ପଙ୍କର ଅନେକ ବ୍ୟକ୍ତିଗତ କୋର୍ଟ କେସ୍ ଲଢ଼ିଛନ୍ତି। ଟ୍ରମ୍ପ ଏବେ ନିଜର ପ୍ରଶାସନର କି ପୋଷ୍ଟ ବା ଗୁରୁତ୍ୱପୂର୍ଣ୍ଣ ପଦବୀରେ କେବଳ ସେହିମାନଙ୍କୁ ରଖିବାକୁ ଚାହୁଁଛନ୍ତି ଯେଉଁମାନେ ତାଙ୍କ ପ୍ରତି 100% ବିଶ୍ୱସ୍ତ। ବ୍ଲାଞ୍ଚଙ୍କର ନିଯୁକ୍ତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନ୍ୟାୟ ବିଭାଗରେ ଏବେ ଏକ ବଡ଼ ଧରଣର ଶୁଦ୍ଧିକରଣ ହେବାକୁ ଯାଉଛି। ଅନ୍ୟପଟେ ଶ୍ରମ ସଚିବ ବା ଲେବର ସେକ୍ରେଟାରୀ ଲୋରି ଚାଭେଜ ଡିରେମର ମଧ୍ୟ ବିଦାୟ ନେଇଛନ୍ତି। ତାଙ୍କ ବିରୋଧରେ କିଛି ଦିନ ହେବ ମିସକଣ୍ଡକ୍ଟ ବା ଅସଦାଚରଣର ଗୁରୁତର ଅଭିଯୋଗ ଆସୁଥିଲା। ଟ୍ରମ୍ପ ପ୍ରଶାସନ ବୋଧହୁଏ ଏହି ବିବାଦରୁ ନିଜକୁ ଦୂରେଇ ରଖିବା ପାଇଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି। ତାଙ୍କ ସ୍ଥାନରେ ଡେପୁଟି କିଥ୍ ସାଣ୍ଡେଲରିଂଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଦଳ ବଦଳ କ'ଣ ସୂଚାଉଛି? ଟ୍ରମ୍ପ ପ୍ରଶାସନ ଉପରେ ନିଜର ପୂରା ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି। ଆଗକୁ ଆସୁଥିବା ନିର୍ବାଚନ ଏବଂ ନୀତିଗତ ପରିବର୍ତ୍ତନ ପାଇଁ ସେ ଏକ ୱାର୍ କ୍ୟାବିନେଟ୍ ତିଆରି କରୁଛନ୍ତି। ଡେମୋକ୍ରାଟ୍ସମାନେ ଏହାକୁ ଟ୍ରମ୍ପଙ୍କର ଏକଛତ୍ରବାଦ ବୋଲି କହୁଥିବା ବେଳେ ଟ୍ରମ୍ପ ସମର୍ଥକମାନେ ଏହାକୁ ପ୍ରଶାସନିକ ଶୁଦ୍ଧିକରଣ ବୋଲି କହୁଛନ୍ତି। ବିଶ୍ୱର ନଜର ଏବେ ଚୀନ ଉପରେ। ଦୀର୍ଘ ଦିନର ରକ୍ତପାତ ଏବଂ ସୀମା ସଂଘର୍ଷ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଶେଷରେ ଆଲୋଚନା ଟେବୁଲକୁ ଫେରିଛନ୍ତି। ମଧ୍ୟ ଏସିଆରେ ବଢ଼ୁଥିବା ଅସ୍ଥିରତାକୁ ରୋକିବା ପାଇଁ ବେଜିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ଗୋଟିଏ ପଟେ ତାଲିବାନ ଶାସିତ ଆଫଗାନିସ୍ତାନ ଏବଂ ଅନ୍ୟପଟେ ଆର୍ଥିକ ଏବଂ ସାମରିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା ବିବାଦ କେବଳ ସେମାନଙ୍କର ପାଇଁ ନୁହେଁ, ବରଂ ସାରା ଏସିଆର ସୁରକ୍ଷା ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା 2,600 କିଲୋମିଟର ଲମ୍ବା ସୀମାକୁ ଡୁରାଣ୍ଡ ଲାଇନ୍ ବୋଲି କୁହାଯାଏ। 1893 ମସିହାରେ ବ୍ରିଟିଶମାନେ ଏହି ସୀମା ନିର୍ଦ୍ଧାରଣ କରିଥିଲେ, କିନ୍ତୁ ଆଫଗାନିସ୍ତାନର କୌଣସି ବି ସରକାର ଏହାକୁ ଅନ୍ତର୍ଜାତୀୟ ସୀମା ଭାବରେ ଗ୍ରହଣ କରିନାହାନ୍ତି। ପୂର୍ବରୁ ପାକିସ୍ତାନ ଭାବୁଥିଲା ଯେ ତାଲିବାନ ଶାସନକୁ ଆସିଲେ ସୀମା ବିବାଦ ଶେଷ ହେବ, କିନ୍ତୁ ଓଲଟା ତାଲିବାନ ସେନା ଏବେ ସୀମାରେ କଣ୍ଟା ତାର ଲଗାଇବାକୁ ବିରୋଧ କରୁଛି। ସୀମା ବିବାଦ ଠାରୁ ବି ବଡ଼ ସମସ୍ୟା ହେଉଛି ଆତଙ୍କବାଦ। ପାକିସ୍ତାନ ଅଭିଯୋଗ କରେ ଯେ TTP ବା ପାକିସ୍ତାନୀ ତାଲିବାନ ଆଫଗାନିସ୍ତାନ ମାଟି ବ୍ୟବହାର କରି ପାକିସ୍ତାନରେ ଆକ୍ରମଣ କରୁଛି।
एहार जवाब में पाकिस्तान सीमा पार करी अफगानिस्तान भितर एक एयर स्ट्राइक करिछि जहाँ संघर्ष को आहरी भयंकर कर देइछि। वर्तमान चीन चाहूँगी जे एही दुई देश आतंकवाद रोकिबा पाई मिलित भाव में काम करंतु। चीन कहीं एही मध्यस्थी भूमिका ग्रहण करिछि एहा पछरे चीन बड़ आर्थिक स्वार्थ रही। चीन पाकिस्तान अर्थनैतिक कॉरिडोर बा CPEC रो सफलता पाई आंचलिक शांति अत्यंत जरूरी। अफगानिस्तान रे थिबा विपुल लिथियम एवं तंबा खनि उपरे चीन रो नजर अछि। चीन निजकू एशियार सबुठारु शक्तिशाली नेता भाव में उपस्थापित करने को चाहूँगी जोपाई से यही संघर्षर समाधान करने को चेष्टा करुछि। भारत पाई यही आलोचना अत्यंत गुरुत्वपूर्ण। पाकिस्तान पश्चिम सीमार जदि अस्थिरता रहे तेबे तार प्रभाव परोक्ष भारतर सुरक्षा उपर पड़िबो। अफगानिस्तान रे चीन रो बढ़ुतिबा प्रभाव भारत पाई एक रणनैतिक चैलेंज होई पारे। भारत सबुबेले एक शांतिपूर्ण एवं स्थिर अफगानिस्तान सपक्ष रही आसी। पाकिस्तान एवं अफगानिस्तान मध्य थिबा विश्वासर अभाव एते शीघ्र दूर हेबो ताहा सहज नुहे, किंतु बेजिंग रे हेउतबा एही आलोचना अंततः पक्षे युद्ध बंद करबा दिगरे एक प्रथम पदक्षेप। मध्य एशिया शांति फेरिले ही साधारण नागरिकर विकास संभव। चैनल टी को सब्सक्राइब करी बेल बटन को ऑन कर दियंतु एवं ता सहित एही वीडियो को गोटिए लाइक कर दियंतु।